नमस्कार श्रोता बंधु रेडियो बाघा जतीन 89.6 गोष्ठी बेतार केन्द्रରୁ ମୁଁ ରେଶ୍ମା ହୃଦୟର କଥାର ଆଉ ଏକ ନୂତନ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ତ ଶ୍ରୋତା ବନ୍ଧୁ ହୃଦୟର କଥାର ଇଏ ହେଉଛି ଆମର ଦ୍ୱିତୀୟ ଅଧ୍ୟାୟ। ପ୍ରଥମ ଅଧ୍ୟାୟରେ ଆମେ ଆପଣମାନଙ୍କ ସହିତ ଆଲୋଚନା କରିଥିଲୁ ଯେ ହୃଦୟର କଥା କେମିତି ହେବା ଦରକାର, ହୃଦୟର କଥା କାହା ଦ୍ୱାରା ରହିଯାଉଛି ଏବଂ ଆଉ ଗୋଟେ ହୃଦୟ ପାଖକୁ ପହଞ୍ଚି ପାରୁନି। ତ ସେଇ ପ୍ରଥମ ଅଧ୍ୟାୟ ପରେ ଆମ ସହିତ ବହୁ ଯୁବଗୋଷ୍ଠୀ କଥା ହେଇଥିଲେ ଏବଂ ନିଜର ହୃଦୟର କଥାକୁ ଆପଣମାନଙ୍କ ପାଖରେ ତାଙ୍କର ମତାମତ ଏବଂ ତାଙ୍କର ହୃଦୟର ଭାଷା ଅନୁସାରେ ପହଞ୍ଚେଇବାକୁ ଚେଷ୍ଟା ମଧ୍ୟ କରିଛନ୍ତି। ସେଇଭଳି ଏକ ଯୁବକ ଯୁବତୀ ଗୋଷ୍ଠୀରୁ ଜଣେ ବନ୍ଧୁ ଆମ ସହ ଦେଖା କରିଥିଲେ ଏବଂ ସେ ଚାହିଁଥିଲେ ଯେ ହୃଦୟର କଥା ମାଧ୍ୟମରେ ସେ ତାଙ୍କର ନିଜର ହୃଦୟର କଥା ଶ୍ରୋତା ବନ୍ଧୁମାନଙ୍କ ପାଖରେ ପହଞ୍ଚେଇବେ, ଯେ ତାଙ୍କ ହୃଦୟର କଥା କେମିତି ହେବା ଦରକାର ଏବଂ ତାଙ୍କ ହୃଦୟ ଯେଉଁ କଥା କହୁଛି ତାହା ଯୁବଗୋଷ୍ଠୀଙ୍କ ହୃଦୟର କଥା ସହ ମିଶିଲେ ହୁଏତ ସମାଜରେ କିଛି ପରିବର୍ତ୍ତନ ଆସିବ। ତ ଶ୍ରୋତା ବନ୍ଧୁ, ହୃଦୟ କେବେ ଚିତ୍କାର କରେନି, ସେ ନୀରବତାରେ ସବୁ ସହିଯାଏ, ସବୁ ବୁଝିଯାଏ। ଲୋକେ ଆମ ହସକୁ ଦେଖି କେବେ କେବେ ଭାବନ୍ତି ଯେ ଆମେ ଖୁସି ଅଛୁ, ଆଉ ଆମ ଲୁହକୁ ଦେଖି ଭାବନ୍ତି ଯେ ଆମେ ଦୁଃଖରେ ଅଛୁ। କିନ୍ତୁ ହୃଦୟର ବେଦନା, ହୃଦୟର ଶବ୍ଦକୁ ହୁଏତ କେହି ବୁଝିପାରନ୍ତିନି କିମ୍ବା ପଢ଼ି ବି ପାରନ୍ତିନି। ହୃଦୟ ସବୁବେଳେ ଯାହା ଚାହେଁ ଜୀବନ ସେଇଟା ଦିଏ ନା, କିନ୍ତୁ ଯାହା ମିଳେ ତାକୁ ଗ୍ରହଣ କରିବାରେ ଆମର ପରିପକ୍ୱତାକୁ ପ୍ରକାଶ କରନ୍ତି। ତ ଅନେକ ସମୟରେ ଅନ୍ୟ ପାଇଁ ଆମେ ନିଜ ହୃଦୟର ଭାଷାକୁ, ନିଜ ହୃଦୟର କଥାକୁ ବଦଳାଇ ଦେଇଛୁ ଏବଂ ସେ ସମୟରେ ହୃଦୟ କିଛି ମାତ୍ରାରେ ଭାରାକ୍ରାନ୍ତ ମଧ୍ୟ ହୋଇଯାଇଛି। ତ ଏହି ହୃଦୟର କଥା କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଆମ ହୃଦୟର କଥାକୁ ଆପଣ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଚାହୁଁଛୁ। ତ ଆଉ ଡେରି ନ କରି ଆମ ପାଖରେ ଯେଉଁ ବନ୍ଧୁ ଅଛନ୍ତି ଯେ କି ନିଜର ହୃଦୟର କଥାକୁ ଶ୍ରୋତା ବନ୍ଧୁଙ୍କ ପାଖକୁ ପହଞ୍ଚାଇବାକୁ ଚାହୁଁଛନ୍ତି, ତ ତାଙ୍କୁ ସ୍ୱାଗତ କରିବା ଏବଂ ଶୁଣିବା ଯେ ତାଙ୍କ ହୃଦୟର କଥା କ'ଣ। ତ ଗୀତାଞ୍ଜଳି, ଆପଣଙ୍କୁ ରେଡ଼ିଓ ବାଘା ଯତୀନରୁ ମୁଁ ରେଶ୍ମା ସ୍ୱାଗତ କରୁଛି। ନମସ୍କାର ଶ୍ରୋତା ବନ୍ଧୁ, ମୁଁ ଗୀତାଞ୍ଜଳି ଜଣେ ସାମାଜିକ କର୍ମୀ ଏବଂ ଗୋଟେ ସାମାଜିକ ପ୍ରାଣୀ ହିସାବରେ ବଞ୍ଚି ଆସୁଛି। ଆଜିର ଏହି ନୂତନ ଅଧ୍ୟାୟରେ ଆମେ ଆମର ଆଧ୍ୟାତ୍ମିକ ଚେତନା ଏବଂ ଆଧ୍ୟାତ୍ମିକର ଭୂମିକା ଜୀବନରେ ରହିବା ଦରକାର, ଯାହାକି ଯୁବଗୋଷ୍ଠୀଙ୍କୁ ନୂତନ ଜୀବନ ଦର୍ଶାଇବାରେ ସାହାଯ୍ୟ କରିବ। ତ ଗୀତାଞ୍ଜଳି, ପ୍ରଥମେ ତ ମୋତେ ଖୁସି ଲାଗୁଛି ଯେ ଏହା ହେଉଛି ହୃଦୟର କଥାର ଦ୍ୱିତୀୟ ଅଧ୍ୟାୟ ଏବଂ ପ୍ରଥମ ଅଧ୍ୟାୟରେ ଆମ ହୃଦୟର କଥା ଆପଣଙ୍କ ପାଖକୁ ଏତେ ସଠିକ୍ ଭାବରେ ପହଞ୍ଚିଛି ଯେ ଆପଣ ନିଜ ପଟୁ ଉତ୍ସାହିତ ହେଇଥିଲେ ଏବଂ ଆଗ୍ରହୀ ହେଇଥିଲେ ଯେ ଆମ ସହରେ ଆସି ନିଜର ହୃଦୟର କଥା କହିବା ପାଇଁ। ତ ପ୍ରଥମେ ଆପଣଙ୍କ ହୃଦୟର କଥା ଆମେ ଶୁଣିବୁ। ତ ତା ପୂର୍ବରୁ ମୁଁ ପଚାରିବି ଯେ ହୃଦୟର କଥା କାର୍ଯ୍ୟକ୍ରମଟି ଯାହା ଏକ ନୂଆ ପ୍ରୟାସରେ ଆମେ ଆରମ୍ଭ କରିଛୁ, ତାହା ଆପଣଙ୍କୁ କେମିତି ଲାଗୁଛି ଯେ ଏହା କ'ଣ ଯୁବଗୋଷ୍ଠୀ ଉପରେ ପ୍ରଭାବ ପକାଇବ? ନିହାତି ରେଶ୍ମା, ଏହା ଏକ ଅନ୍ୟ ପ୍ରକାର ଢଙ୍ଗରେ ଆରମ୍ଭ କରିଛନ୍ତି, ଯାହାକି ସମାଜ ଏବଂ ଯୁବ ଗୋଷ୍ଠୀ ଉଭୟଙ୍କୁ ପ୍ରଭାବ ପକାଇବ। ତ ଗୀତାଞ୍ଜଳି, ଆମର ହୃଦୟର କଥାରେ ଆପଣ ଆଜି ନିଜ ହୃଦୟର କଥାକୁ କେଉଁ ମାଧ୍ୟମରେ କହିବା ପାଇଁ ଚାହାନ୍ତି, ଯେ ହୃଦୟର କଥା କେମିତି ହେବା ଦରକାର? ଦେଖନ୍ତୁ, ଚେତନା ବିଭିନ୍ନ ପ୍ରକାର ଅଛି, ଯାହା ଫଳରେ କି ବିଭିନ୍ନ ବର୍ଗର ଲୋକମାନେ ବିଭିନ୍ନ ପାତ୍ର, ସ୍ଥାନ, କାଳ ଏହା ଦେଇ ଗତି କରୁଛନ୍ତି। ତ ମୁଁ ଯାହା ଚିନ୍ତା କଲି, ଆପଣଙ୍କର ଯେଉଁ କାର୍ଯ୍ୟକ୍ରମ ରହିଛି ଏଥିରେ ଆଧ୍ୟାତ୍ମିକ ଚେତନାର ଦର୍ଶନ କରିଲେ ଭଲ ପ୍ରଭାବ ପଡ଼ିବ।
खूब चमत्कार बहुत सुंदर भाव आपण कहले जे आमर गीतांजलि बंधु जे कि कहले हृदयर कथा आध्यात्मिकता ढंगरे हवा दरकार जदि आम हृदयर कथाटा आध्यात्मिक परिभाषा कह जाई पारे हुए तो समाज रे किछि परिवर्तन आसीबो एवं युवगोष्ठी मध्यरे से जो कहउछंती जे चेतनार वृद्धि हबो हुए तो ताहा संभव होई पारिबो। तो आपण आजिका समय जोटा कि आमे आधुनिकता कहूछु तो आधुनिकता और आध्यात्मिकता भितर आपण कोन पार्थक्य देखुछंती? निहाती युवपीढ़ी आधुनिकतारे संपूर्ण व्यस्त रहुचंती जहाँकि समाज रे एमिति प्रभाव पकईची आधुनिकता को सेमाने आपणाइबारे अधिक समय व्यतिक्रम करुछंती जहा फଳରେ आध्यात्मिक को समय देबारे सेमाने टिके सेतिकी रुचि रखु नाहंती आ। खूब सुंदर। तो गीता भौणी आपण जो कहले कि हृदयर कथा आध्यात्मिकता ढंगरे हवा दरकार तो से आध्यात्मिकतार सबु उपादान मान कौन सब रही जे हृदयर कथा केमिति भाबरे आध्यात्मिकता हवा दरकार? देखंतु श्रोता बंधु आध्यात्मिक ढंगरे आपण आपणैबार लक्ष्य होउची से कौनसी वंदना हो प्रार्थना हो बा चिंतन हो बा आपणकर ग्रंथ महाग्रंथ एसबुरु किछि तथ्य ग्रहण करिबा दरकार। व्यक्ति विशेष यह ग्रहण करिबा द्वारा निजर मानसिक स्थिति को निज आयत्तरे रखिपारिबे जहाँकि आधुनिकता आड़कू जाउथुवा मती अधिक समय नष्ट हेबो नाही। अच्छा तो गीता भौणीଙ୍କର कहवा अनुसार जदि हृदयर कथा आध्यात्मिकता शैली रे हबो ताहले आम चेतना रे परिवर्तन घटिबो आम भितरे धैर्य रहिबो आम मानसिकतार परिवर्तन घटिबो तो आमे जो आधुनिकता भितरे रही धैर्यहरा होई पड़िछु तो आम भितरे गोटे सहनशीलता आसीबो ए आपनकर कहवा माने तो आजिकार युव समाज बा युवगोष्ठी कौन आध्यात्मिकता ठारू दूरेई जाइछंती? निहाती जो व्यक्तिवृंद अन्य सबु कर्म क्षेत्र रे जाउछंती सेथिरु किछि विरति बाहर करी निजर पंच इंद्रिय को स्थिर करिबा उचित। प्रातः प्रार्थना माध्यम रे हो बा संध्या समय रे निजर मति को स्थिर करिबा उचित। हाँ निश्चय भाव सता बंधु आज खूब सुंदर कथाटी से मने भी पकई देले मते जेमिति कि आमे आमर छोट बेले मो छोट बेले कथा कहबी संध्या समय हो किंबा प्रभात समय सकाळ समय एवं विद्यालय भी जेतेबेले आमे जाउथिलु तो आमर समयटी आमर शैलीटी जीवन शैलीटी आमे आरंभ करुथिलु आध्यात्मिकतार सहित। प्रथमे आमे गुरु वंदनाटे करुथिलु तापरे भगवान को प्रार्थनाटे करुथिलु। तो गीता भौणी आजिका जो विद्यालय स्तर रे हो किंबा कॉलेज स्तर रे हो किंबा पिता माता कौन आपण कहिबे जे तांको हृदयर कथा मध्य आध्यात्मिकता हो नहीं से माने कौन पिला माननकु हो किंबा युवगोष्ठी को हो ए सब ऊपर कोनोसी प्रेरणा दउ नाहंती? निहाती प्रेरणा दिया जाउची विभिन्न सचेतना कार्यक्रम करा जाउची स्कूल माध्यम रे विभिन्न एक्टिविटीज करा जाउची जहा फଳରେ ग्रंथ महाग्रंथ को भी स्कूल ले आलोचना करा जिबार प्रयास भी रखिलेनी सरकार जहा फଳରେ शिशु टीए मध्य तार जीवन आरंभ करिबा भितरे से चेतना को पाई परिबो एहार प्रयास निहाती जरूरी। तो गीतांजलि मु हुए तो यह आपनकर टिके पर्सनल हे पारे
ଯଦି ଆପଣ କହିବା ପାଇଁ ଚାହିଁବେ ତ ଆମେ ଶୁଣିବାକୁ ଚାହିଁବୁ ଯେ ଏଇ ଆଧ୍ୟାତ୍ମିକତା ଯାହାକି ଆପଣ କହିଲେ ହୃଦୟର କଥା ଆଧ୍ୟାତ୍ମିକତା ହେବା ଦରକାର। ତ ଏଇ ଆଧ୍ୟାତ୍ମିକତା ମାଧ୍ୟମରେ କ'ଣ ଆପଣଙ୍କ ହୃଦୟର କଥାର କିଛି ପରିବର୍ତ୍ତନ ଘଟିଛି କିମ୍ବା କୌଣସି କାଳକ୍ରମେ ଏମିତି ସମୟ ଦେଇ ଆପଣ ଗତି କରିଛନ୍ତି ବହୁତ ଖରାପ ସମୟ ଏବଂ ଆପଣ ହୃଦୟର କଥାକୁ ଆପଣ ଆଧ୍ୟାତ୍ମିକତା ମାର୍ଗରେ ନେଇ ତାହାର କିଛି ପରିବର୍ତ୍ତନ ଘଟେଇ ନିଜକୁ ଆଉଥରେ ଠିକ୍ ବାଟକୁ ନେଇଯାଇଛନ୍ତି, ଏମିତି କିଛି ହେଇଛି ଆପଣଙ୍କ ସହିତ? ଶ୍ରୋତା ବନ୍ଧୁ, ଏହା ନିଶ୍ଚିତ ଭାବରେ ପ୍ରଭାବ ପକେଇଛି। ଯାହାକି ଆମେ ହେଲୁ ସନାତନ ଧର୍ମୀ, ତ ସନାତନ ଧର୍ମକୁ ଆମେ ଆପଣେଇବା ଆମ ବ୍ୟକ୍ତିଗତ ଜୀବନରେ ଏହା ଏକ ନିତ୍ୟାନ୍ତ ଜରୁରୀ। ଯାହାଫଳରେ ଆମେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଯେକୌଣସି ଚେତନା ପୁସ୍ତକ ପଢ଼ିବା ଦରକାର ଏବଂ ସେଥିରୁ କିଛି ଗ୍ରହଣ କରିବା ଦରକାର ଏବଂ ଗ୍ରହଣ କରିସାରିଲା ପରେ ଅନ୍ୟମାନଙ୍କୁ ବି ମଧ୍ୟ ପ୍ରବର୍ତ୍ତାଇବା ଦରକାର। ଆପଣ ଆପଣଙ୍କ ହୃଦୟର କଥାକୁ ରଖି ଏବଂ ଆପଣ ନିଜକୁ ସଂଯମ ଶୈଳୀକୁ ଆଣି କ'ଣ ଆଧ୍ୟାତ୍ମିକତା ମାର୍ଗରେ ଚାଲି ଯାଇଛନ୍ତି, ସମ୍ପୂର୍ଣ୍ଣ ଭାବରେ ଆଧ୍ୟାତ୍ମିକତା ମାର୍ଗରେ ଚାଲି ଯାଇଛନ୍ତି କି ଆପଣ ନିଜକୁ କେତେ ସମୟ ଆଧ୍ୟାତ୍ମିକତା ମାର୍ଗରେ ନିୟୋଜିତ କରନ୍ତି, କେତେ ସମୟ ଦିଅନ୍ତି ଆପଣ ଭଗବାନଙ୍କୁ କିମ୍ବା ଆଧ୍ୟାତ୍ମିକତା ପୁସ୍ତକ ପଢ଼ିବାରେ କିମ୍ବା ଆଧ୍ୟାତ୍ମିକତା କୌଣସି ଡିସ୍କସନ୍ କରିବାରେ କେତେ ସମୟ ଆପଣ ଦିଅନ୍ତି? ଦେଖନ୍ତୁ ଶ୍ରଦ୍ଧା ବନ୍ଧୁ ମାନେ, ଯାହାକି ଏବେ ତ କର୍ମବହୁଳ ଜୀବନ ମଧ୍ୟମରେ ନିହାତି 1 ଘଣ୍ଟା ବାହାର କରି ସେଥିରୁ ଆପଣ ଆଧ୍ୟାତ୍ମିକ ଚେତନା ବା ଆଧ୍ୟାତ୍ମିକ ଗ୍ରନ୍ଥ ପଢ଼ିବାରେ ବା ଆଧ୍ୟାତ୍ମିକ କୌଣସି ରଚନା ବା ଗୀତ ମାଧ୍ୟମରେ ମହାପ୍ରଭୁଙ୍କୁ ସ୍ମରଣ କରିବା ଉଚିତ। ହଁ, ତ ଯେମିତିକି ଆଜିକା ସମୟ ଆମ ଆଜିକା ସମୟରେ ଆମେ ସୋସିଆଲ ମିଡ଼ିଆକୁ ବହୁତ ଫଲୋ କରୁଛୁ। ଆପଣ ଫେସବୁକ୍ ଦେଖନ୍ତୁ, ଇନଷ୍ଟାଗ୍ରାମ ଦେଖନ୍ତୁ କିମ୍ବା ଟ୍ୱିଟର ଦେଖନ୍ତୁ, ଯୁବ ସମାଜ ଆଜି ସୋସିଆଲ ମିଡ଼ିଆ ପାଇଁ ପାଗଳ। ତ ଆପଣ ଭାବୁଛନ୍ତି କି ସୋସିଆଲ ମିଡ଼ିଆରେ ବି ଯଦି ଆମେ କିଛି ଆଧ୍ୟାତ୍ମିକତାର ବାର୍ତ୍ତା ଦେଇପାରିବା କିମ୍ବା କୌଣସି ଆଧ୍ୟାତ୍ମିକତାକୁ ଆମେ ଆଉ ଟିକେ ସଦୃଢ଼ ଭାବରେ କିଛି କାର୍ଯ୍ୟକ୍ରମ କରିପାରିବା, ତାହେଲେ ଯୁବଗୋଷ୍ଠୀ ଭିତରେ କିଛି ପରିବର୍ତ୍ତନ ଆସିବ? ନିହାତି ଭାବରେ ଏହା ଯୁବଗୋଷ୍ଠୀକୁ ପ୍ରଭାବିତ କରିବ। ଯୁବଗୋଷ୍ଠୀ କାହିଁକି, ଅନ୍ୟ ସମ୍ପ୍ରଦାୟର ସମସ୍ତ ବ୍ୟକ୍ତିବୃନ୍ଦକୁ ମଧ୍ୟ ଏହା ପ୍ରଭାବିତ କରିବ। ଯାହାକି ବୃଦ୍ଧାମାନେ ମଧ୍ୟ ସେମାନଙ୍କର ସମୟକୁ ଏଥିରେ ଦେଇପାରିବେ, ଶୁଣିବାରେ ହଉ ବା ଦେଖିବାରେ ହଉ। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ତ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟ, ଆପଣଙ୍କୁ ମୋର ଶେଷ ପ୍ରଶ୍ନ ରହିବ ଯେ ଶେଷରେ ଆପଣ ହୃଦୟର କଥାକୁ ଆଧ୍ୟାତ୍ମିକତା ମାର୍ଗରେ ଆପଣ କେତେ ପର୍ଯ୍ୟନ୍ତ ଦେଖନ୍ତି ଏବଂ ଏହାର ଶେଷକୁ ଆପଣ କେଉଁ ଜାଗାରେ ଦେଖୁଛନ୍ତି? ଦେଖନ୍ତୁ, ଆଧ୍ୟାତ୍ମିକ ଏମିତି ଏକ ଚେତନା, ଏହା କୌଣସି ତାର ସୀମା ବା ନିର୍ଦ୍ଦିଷ୍ଟ ପରିସୀମା ନାହିଁ। ଆପଣ ଯେତେ ତାକୁ ଆଧ୍ୟାତ୍ମିକ ଭାବରେ ବୁଡ଼ି ରହିବେ, ଆପଣଙ୍କର ମାନସିକ ସ୍ତରରେ ସେତିକି ଆଧ୍ୟାତ୍ମିକର ଜ୍ଞାନ ବଢ଼ି ବଢ଼ିଯିବ, ଯାହାଫଳରେ ଆପଣଙ୍କର ପଥ ସୁଗମ ମଧ୍ୟ ହେଇପାରିବ। ଆମର ଯେଉଁ କାର୍ଯ୍ୟକ୍ରମ ଏକ ନୂଆ ପ୍ରୟାସ ନେଇ ଆମେ ଆରମ୍ଭ କରିଛୁ, ହୃଦୟର କଥା, ଏହା ଆପଣଙ୍କୁ କ'ଣ ଲାଗୁଛି? ଏଇ ପ୍ରୟାସଟି କ'ଣ ସ୍ୱାଗତ ଯୋଗ୍ୟ? ନିହାତି ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଏବଂ ଏହାର କାର୍ଯ୍ୟକ୍ରମ ମଧ୍ୟ ଆଗକୁ ସମୃଦ୍ଧ ହେବ, ଯାହାଫଳରେ ଲୋକ ଆପଣେଇବେ ଏବଂ ଅନ୍ୟମାନେ ମଧ୍ୟ ସମ୍ପୃକ୍ତ ହେବେ। ଏବଂ ଯେଉଁ ଯୁବଗୋଷ୍ଠୀ ମାନେ ଅଛନ୍ତି ବିଭିନ୍ନ ଶ୍ରେଣୀରେ, ବିଭିନ୍ନ ସ୍କୁଲ କଲେଜ ହଉ ବା କୌଣସି କର୍ମକ୍ଷେତ୍ରରେ ହଉ, ସେମାନେ ବି ଆମ ସହିତ ଏଥିରେ ସମ୍ପୃକ୍ତ ହେବେ ଏବଂ ତାଙ୍କର ମତ ଏଠାରେ ବ୍ୟକ୍ତ କରିପାରିବେ ଏବଂ ଯୁବପିଢ଼ି ଏହାକୁ ଆଗକୁ ନେବାର ପ୍ରୟାସ ମଧ୍ୟ ରହିଛି। ଗୀତାଞ୍ଜଳି, ଆପଣ ଆମର ଏଇ କାର୍ଯ୍ୟକ୍ରମଟିକୁ ବହୁତ ଆଧ୍ୟାତ୍ମିକତା ଭାବରେ କରିଦେଇଛନ୍ତି ଏବଂ ମାହୋଲକୁ ପୁରା ସୁନ୍ଦର କରିଦେଇଛନ୍ତି ଏବଂ ବହୁତ ଭାବରେ
ଶାନ୍ତିମୟ ମଧ୍ୟ କରିଦେଇଛନ୍ତି। ତ ଶେଷରେ ଆମେ ଆପଣଙ୍କ ଠାରୁ କିଛି ଭଜନ ହଉ କିମ୍ବା କିଛି ଠାକୁରଙ୍କର ବାଣୀ ହଉ କିଛି ବି ଆଧ୍ୟାତ୍ମିକତାର ଭାଷା ଆମେ ଶୁଣିବା ପାଇଁ ନିଶ୍ଚୟ ଚାହିଁବୁ। ନିଶ୍ଚିତ ଭାବରେ ଦେଖନ୍ତୁ, ଆପଣ ଘରେ ପୂଜାଟିଏ କଲେ ବି ଆପଣଙ୍କ ଘରେ ଏମିତି ଏକ ବାତାବରଣ ସୃଷ୍ଟି ହୁଏ ଯାହାକି ଆପଣଙ୍କ ମନ ପ୍ରାଣ ସବୁ ଭଗବାନଙ୍କ ଠାରେ ପହଞ୍ଚିପାରେ। ତ ସେଇ ହିସାବରେ ଗୋଟେ ଛୋଟିଆ ଜଗନ୍ନାଥଙ୍କ ପ୍ରଭୁଙ୍କୁ ନିର୍ଦ୍ଦେଶ କରି ଏକ ଛୋଟିଆ ପ୍ରଣାମଟିଏ। ଯେଉଁ ନାମ ଧରି ଡାକିବି ତୁମକୁ, ତୁମେ ଯେ ସର୍ବନାମ, ଆଲୋକ ତୁମକୁ ନପାରେ ଦେଖାଇ, ତୁମେ ଯେ ଦେଖାଅ ତାହାରେ। ତୁମେ ଯେ ବେଢ଼ିଛ କୋଟିଏ ବିଶ୍ୱର, ସବୁରି ଭିତରେ ବାହାରେ। ସକଳ ପରାଣ ଝୁରୋଇ ତୁମକୁ, ତୁମେ ହିଁ ବିଶ୍ୱ ପ୍ରାଣ। ଲୁହ ହୋଇ ତୁମେ ଝରି ପଡ଼ ପରା, କେତେ ନୟନ କୋଣରୁ। ହସ ହୋଇ ପୁଣି ଫୁଲ ପରି ଫୁଟ, କେତେ ଯେ ନରମ ଅଧରୁ। ସବୁରି ଅନ୍ତରେ ଭରି ଦିଅ ପ୍ରଭୁ, ତୁମେ ହିଁ ଅମୃତ ପ୍ରେମ, ତୁମେ ହିଁ ଅମୃତ ପ୍ରେମ। ଜୟ ଜଗନ୍ନାଥ। ବହୁତ ସୁନ୍ଦର ଗୀତାଞ୍ଜଳି, ଆପଣଙ୍କୁ ବହୁତ ଧନ୍ୟବାଦ। ଆପଣ ଆପଣଙ୍କର ମତାମତ ରଖିଛନ୍ତି। ଆପଣଙ୍କର ସୁନ୍ଦର ଗୀତ ମାଧ୍ୟମରେ, ଜଣାଣ ମାଧ୍ୟମରେ ଆପଣଙ୍କର ଏଇ ଯେଉଁ ମତାମତ ଥିଲା ତାହାର ଶେଷ ପର୍ଯ୍ୟାୟରେ ଆପଣ ପହଞ୍ଚିଛନ୍ତି। ତ ନିଶ୍ଚୟ ଭାବରେ ଯାହା ଥିଲା ଆଜି ଗୀତାଞ୍ଜଳିଙ୍କର ହୃଦୟର କଥା ଆଧ୍ୟାତ୍ମିକତା ଢଙ୍ଗରେ ହେବା ଦରକାର। ଏବଂ ସବୁଠାରୁ ଖୁସି ଲାଗୁଛି ଯେ ଦ୍ୱିତୀୟ ଅଧ୍ୟାୟରେ ସେ ଆମକୁ ଶୁଣି ନିଜର ମତ ରଖିବା ପାଇଁ ତାଙ୍କ ପଟୁ ଏତେ ଉତ୍ସାହର ସହିତ ଆସିଥିଲେ ଏବଂ ଆମ ସହିତ ଭେଟି ସେ ତାଙ୍କର ମତାମତ ରଖିବା ପାଇଁ ଚାହିଁଥିଲେ। ତ ଶ୍ରୋତାବନ୍ଧୁ, ହୃଦୟର କଥା ଆଜି ଏତିକି ଏବଂ ଆଶା କରିବି ଯାହାକି ଆଜି ଆମର ଥିଲା ହୃଦୟର କଥା ଆଧ୍ୟାତ୍ମିକତା ହେବା ଦରକାର। କାରଣ ଭଗବାନ କହିଛନ୍ତି ବି, କରି କରାଉ ଥାଏ ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁ। ତ ଯାହା ବିନା ଆମର ଅନ୍ୟ ଗତି ନାହିଁ, ଯିଏ ସବୁଆଡ଼େ ସର୍ବବ୍ୟାପୀ, ଯାହାର ଏ ସୃଷ୍ଟି ଏବଂ ଯାହାଠାରୁ ଆମେ ମଧ୍ୟ ସୃଷ୍ଟି। ତ ଦିନଟି ଆରମ୍ଭ କରିଲା ଭିତରେ ଏବଂ ଦିନଟି କଟେଇବା ସମୟରେ କେବେ ନା କେବେ ଆମେ ତାଙ୍କୁ ମନେ ରଖିବା ଦରକାର ଏବଂ ମନେ ପକେଇବା ଦରକାର। ଏବଂ ଆମ ଜୀବନର କିଛି ବି କାର୍ଯ୍ୟକ୍ରମ ହେଉ କିମ୍ବା ଆମ ଜୀବନର କୌଣସି ପ୍ରାରମ୍ଭ ହେଉ, ଆମେ ଯେତେବେଳେ ଷ୍ଟାର୍ଟ କରୁଛୁ ଆମର ଦିନଟି, ତାଙ୍କୁ ଥରେ ମନେ ପକେଇବା ଦରକାର। ଏବଂ ଯୁବଗୋଷ୍ଠୀ ଯେତେବେଳେ ଧୈର୍ଯ୍ୟହରା ହୋଇ ବସୁଛନ୍ତି, ମନରେ କିଛି ଅଶାନ୍ତି ସୃଷ୍ଟି ହେଉଛି ଏବଂ ସେମାନେ ଭାବୁଛନ୍ତି କି ଏଇଠି ତାଙ୍କର ବାଟ ଶେଷ ହୋଇଯାଇଛି, ତ ସେଇ ସମୟରେ ନିଜର ହୃଦୟର କଥାର କିଛି ପରିବର୍ତ୍ତନ ଘଟେଇ ହୃଦୟର କଥାକୁ ଆଧ୍ୟାତ୍ମିକତାର ଢଙ୍ଗରେ ନେଲେ ହୁଏତ କିଛି ସମାଧାନ ମିଳିଯାଇପାରେ। ତ ଶ୍ରୋତାବନ୍ଧୁ, ଏତିକିରେ ଆଜି ଏଇ ହୃଦୟର କଥାର ବିଷୟବସ୍ତୁକୁ ଆମେ ରଖିବା ଏବଂ ଆଉ ଗୋଟେ ଅଧ୍ୟାୟରେ ପୁଣି ଆଉ କିଛି ନୂଆ କଥା ନେଇ ଆସିବି। ପୁଣି ହୃଦୟର କଥାକୁ ଆଉ ଗୋଟେ ନୂଆ ଢଙ୍ଗରେ, ନୂଆ ପ୍ରୟାସରେ ଆଉ ଜଣେ ଯୁବବନ୍ଧୁଙ୍କ ସହିତ ଆପଣମାନଙ୍କୁ ସାକ୍ଷାତ କରିବି। ତ ଏତିକି କହି ମୁଁ ରଖୁଛି। ଆପଣ ଶୁଣୁଥିଲେ ରେଡ଼ିଓ ବାଘାଯତୀନ 89.6 ଗୋଷ୍ଠୀ ବେତାର କେନ୍ଦ୍ରରୁ। ମୁଁ ରେଶ୍ମା ହୃଦୟର କଥାର ଏହି ଅଧ୍ୟାୟରେ ଆପଣମାନଙ୍କୁ ଧନ୍ୟବାଦ ଦେଉଛି ଏବଂ ଆପଣଙ୍କର ଦିନଟି ଶୁଭମୟ ହେଉ ଏତିକି କାମନା କରୁଛି। ନମସ୍କାର।